ଯାଜପୁର ବିଜେଡିର ସର୍ବନାଶ। ବିଜେପି ସରକାର ସାଜିଛି କାଳ, ବିଜେଡି ଲୋକଙ୍କର ସରୁଛି ଖେଳ। ଖଣି ମାଫିଆଙ୍କର ଭୟ, ହିମାଂଶୁ ସାହୁଙ୍କର ଚାଞ୍ଚଲ୍ୟ ତଥ୍ୟ ପରେ ଯାଜପୁରରେ ପଶିଛି ଛନକା। ବିଜେଡି ନେତାଙ୍କ ସ୍ପନ୍ଦନ ବଢିଛି। ଖଣି ମାଫିଆଙ୍କର ଖେଳ ଏବଂ କେତେ କୋଟି ଟଙ୍କାର ଫାଇନ ରହିଛି ଏବଂ କେଉଁ ସରକାର ସମୟରେ ରହିଛି, ଏ ସମସ୍ତ ତଥ୍ୟ ଜାଣିବା ପାଇଁ ଯେଉଁମାନେ ଚ୍ୟାନେଲକୁ ପ୍ରଥମ ଥର ଆସୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରି ନିଅନ୍ତୁ। ଦର୍ଶକ ବନ୍ଧୁ, ଯାଜପୁର ନେତାଙ୍କର ଛତ୍ର ଛାୟା ତଳେ କେଉଁଭଳି ଭାବରେ ଖଣି ମାଫିଆ ମାନେ ଖଣିକୁ ଖନନ କରି ସେଥିରୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ଏବଂ ନିଜର ସମ୍ପତ୍ତିକୁ ବୃଦ୍ଧି କରୁଥିଲେ, କିନ୍ତୁ ସରକାର ପାଉନଥିଲେ କିଛି ଫାଇଦା। ସରକାରଙ୍କର କାର୍ଯ୍ୟକାଳ ସରିବା ପୂର୍ବରୁ ଅଧିକାରୀମାନେ ଫାଇନ ଲଗାଇଛନ୍ତି। ପାଖାପାଖି 313 କୋଟି ଟଙ୍କାର ଫାଇନ ଖଣି ମାଫିଆ ମାନଙ୍କ ନାଁରେ ରହିଛି, ଯାହା ଏ ପର୍ଯ୍ୟନ୍ତ ଆଦାୟ କରାଯାଇ ନାହିଁ। ହିମାଂଶୁ ସାହୁଙ୍କର ଏ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ମାନ୍ୟବର ମନ୍ତ୍ରୀ ଉତ୍ତର ଦେଇ ସର୍ବ ତଥ୍ୟ ପ୍ରଦାନ କରିବା ପରେ ବର୍ତ୍ତମାନ ଯାଜପୁର ଅଞ୍ଚଳରେ ଏକ ଛନକା ପଶିଛି। କେଉଁଭଳି ଭାବରେ ବିକାଶ ନାଁରେ ବିଜୁ ଜନତା ଦଳ ଯାଜପୁରକୁ ଶୋଷଣ କରୁଥିଲା ଏବଂ ଖଣିରୁ କୋଟି କୋଟି ଟଙ୍କା ଆଦାୟ କରି ରାଜସ୍ୱ ବୃଦ୍ଧି ସହିତ ନିଜର ଆୟ ବୃଦ୍ଧି ସହିତ ରାଜସ୍ୱକୁ ଶୂନ କରିଦେଉଥିଲା। ଏ ବିଷୟରେ ଯାଜପୁରର ଟାଣୁଆ ନେତା, ବିଧାୟକ ତଥା ଜିଲ୍ଲା ପରିଷଦ ଏବଂ ସରପଞ୍ଚ ମାନେ ସମ୍ପୂର୍ଣ୍ଣ ରୂପେ ଅବଗତ ଥିଲେ। ସରକାର ଚାଲିଛି, ସରକାର ଚାଲିବ, 24 ବର୍ଷ ଚଲେଇଥିଲୁ, ଆଉ କିଛି ବର୍ଷ ଚଲେଇ ଦେବୁ, ଏହା ଭାବିକି ସେମାନେ ଫାଇନ ଦେଉନଥିଲେ। କିନ୍ତୁ ଏବେ ହରଡ଼ ଘଣାରେ ପଶିଛନ୍ତି ଖଣି ମାଫିଆ। ଦବାକୁ ପଡିବ 313 କୋଟି ଟଙ୍କାର ଫାଇନ। ଯଦି ଯାଞ୍ଚ ହୁଏ, ଆହୁରି ଅଧିକାରୀ, ସରକାରୀ ଅଧିକାରୀ, ଖଣି ମାଫିଆ ଏବଂ ନେତା, ପୂର୍ବତନ ବିଧାୟକ ସମସ୍ତେ ଫସିବେ। ଯଦି ଏମିତି ହୁଏତ ରାଜସ୍ୱକୁ ହଜାର ହଜାର କୋଟି ଟଙ୍କାର ଫାଇଦା ମିଳିପାରେ। ବାସ୍ତବରେ ଭାରତୀୟ ଜନତା ପାର୍ଟିର ସରକାର ରାଜ୍ୟର ସ୍ୱାର୍ଥ ପାଇଁ ଖଣି ମାଫିଆଙ୍କର ପୋଲ ଖୋଲିବ କି? ଏବଂ ହିମାଂଶୁ ସାହୁ ଯୋଉ ତଥ୍ୟ ଦେଇଛନ୍ତି ତା ଉପରେ ଯଦି ଆମେ ନିଶ୍ଚିତ ଭାବରେ ଆଲୋଚନା କରିବା, ତେବେ ସମ୍ପୂର୍ଣ୍ଣ ରୂପେ ଆମେ ଜାଣିପାରିବା ଯେ ଧର୍ମଶାଳା ଅଞ୍ଚଳରେ ଯେଉଁ ଖଣି ଗୁଡ଼ିକ ରହିଛି, ସେ ଖଣି ଗୁଡ଼ିକୁ ସବୁଠାରୁ ଅଧିକ ଖନନ କରାଯାଇଛି ଏବଂ ଅଧିକ ରାଜସ୍ୱ ସେଠାରୁ ଆଦାୟ କରିବାର ଥିଲା, କିନ୍ତୁ ଯାହା ରାଜସ୍ୱ ଆଦାୟ ହେଇପାରି ନାହିଁ। ସମ୍ପତ୍ତି ବଢିଛି ନେତାଙ୍କର, ସ୍ଥାନୀୟ ନେତାଙ୍କର, ସ୍ଥାନୀୟ ସରପଞ୍ଚଙ୍କର, ସ୍ଥାନୀୟ ଜିଲ୍ଲା ପରିଷଦଙ୍କର, କିନ୍ତୁ ରାଜସ୍ୱ ଶୂନ ହୋଇଛି। ଏ ଉପରେ ଯଦି ଆଲୋଚନା ବିଚାର ବିମର୍ଶ ହୁଏ, ରାଜସ୍ୱକୁ ଫାଇଦା ହେବ, ରାଜ୍ୟ ସରକାରଙ୍କୁ ଫାଇଦା ହେବ। ତେଣୁ ଖଣି ମାଫିଆଙ୍କର ଯେଉଁଠି ଖଣି ମାଫିଆ ମାନେ ନିଜର କଳାକାରନାମା କରିଛନ୍ତି, ଯେଉଁଠାରେ ସେମାନେ ବିନା ଡର ଭୟରେ ବହୁ ପରିମାଣର ଖନନ କରିଛନ୍ତି, ଅବୈଧିକ ଖନନ କରିଛନ୍ତି, ସେମାନଙ୍କ ଉପରେ ରୋକ ଲାଗିବାର ସମୟ ଆସିଯାଇଛି କି? ଆପଣ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ମତାମତ ଦେବେ। ଦ୍ୱିତୀୟ କଥା, ଏ ରାଜସ୍ୱ ସରକାର ଆଦାୟ କରିପାରିବେ କି? ତୃତୀୟ କଥା ହେଉଛି, ଯେଉଁମାନେ ଖଣି ଦୁର୍ନୀତିରେ ଲିପ୍ତ ଅଛନ୍ତି ସେମାନଙ୍କ ଉପରେ ସରକାର କଠୋର ବିହିତ ପଦକ୍ଷେପ ନେବେ କି? ଏ ସମସ୍ତ ପ୍ରଶ୍ନର ଉତ୍ତର ଆପଣମାନେ ନିଶ୍ଚିତ ଭାବରେ କମେଣ୍ଟରେ ଦେବେ। ପ୍ରଦାନ ଆଶା କରୁଛି। ଆପଣମାନେ ଯେଉଁମାନେ ଚ୍ୟାନେଲକୁ ପ୍ରଥମ ଥର ଆସୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରିନେବେ, ଭିଡ଼ିଓକୁ ସେୟାର କରିବେ। ବନ୍ଦେ ଉତ୍କଳ ଜନନୀ, ଜୟ ଶ୍ରୀରାମ।